ଆପଣମାନେ ଚିରିଂ ଚିରିଂ ଗୀତ ଶୁଣି ସାରିଥିବେ ତ ଚିରିଂ ଚିରିଂ ଗୀତର ଆଜି ରିଭ୍ୟୁ କରିବା। ଦେଖନ୍ତୁ ମୁଁ ଯେତେବେଳେ ଗୀତଟି ଶୁଣିଲି ଆଉ ଭଏସ୍ ସିଙ୍ଗର୍ ଯିଏକି ହ୍ୟୁମାନ ସାଗର ଆପଣ ଜାଣିଥିବେ ସେ କି ଗୋଟେ ଆଲବମ୍ ସିଙ୍ଗର୍ ଆଉ ତାକୁ ନେଇକି ଫିଲ୍ମରେ ଗୀତ ବନେଇଛନ୍ତି ଯେଉଁଟାକି ଟୋଟାଲି ବେକାର। ଆପଣମାନେ ବହୁତ ବଢ଼ିଆ ବଢ଼ିଆ ସିଙ୍ଗର୍ ଅଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ଭଲ ଭଲ ସିଙ୍ଗର୍ ଅଛନ୍ତି ତାଙ୍କୁ ବି ନେଇପାରିଥାନ୍ତି କିନ୍ତୁ ସେମାନେ ଚୁଜ୍ କଲେ ହ୍ୟୁମାନ ସାଗରକୁ ଯେଉଁଟାକି ବହୁତ ବଡ଼ ଭୁଲ କଲେ। ଅନୁଭବ ମହାନ୍ତିଙ୍କ ଚଏସ୍ ବି କାଫି ବହୁତ ଖରାପ ଲାଗିଲା। ଆଉ ଏଠି ଅନୁଭବ ମହାନ୍ତି ଟିକେ ଅଧିକ ଯେଉଁଟାକି କହିବାକୁ ଗଲେ ଓଭର ଡ୍ୟାନ୍ସ କରିଦେଇଛନ୍ତି ଓଭର ଟିକେ ଆକ୍ଟିଂ କରିଦେଇଛନ୍ତି ଫିଲ୍ମରେ ଯେମିତି ଓଭର ଆକ୍ଟିଂ କରନ୍ତି। ତ ଏଠି ମାନେ ଯେଉଁ ଯେମିତି ବାବୁସାନ ଡ୍ୟାନ୍ସ କରେ କିମ୍ବା ଅନ୍ୟ ବି ଅଛି ସେ କିନ୍ତୁ ଅନୁଭବ ଏଇଠି ସେମିତି ଲାଗିଲାନି ବଟ୍ ଭଲ ଲାଗିଲା ଭଲ ହେଇଛି ଗୀତ। ହେଲେ ଚିରିଂ ଚିରିଂ ଏଇଟା କେଉଁ ପ୍ରକାର ଗୀତ ଭାଇ ମୁଁ ବି ଜାଣିପାରୁନି। ଆଉ ଇଏ ତ ଭାଇ ଏଇସବୁ ଶବ୍ଦ ତ ଆପଣମାନେ ଜାଣିଥିବେ ଏସବୁ ଶବ୍ଦ କେବଳ ଆମର ହେଉଛି ଇଏ ହ୍ୟୁମାନ ସାଗର ହିଁ କାଢ଼ିପାରିବ। ଜହ୍ନଲୋ ତୋ ବୋଉ ଟାଣିଛି ଚକଡ଼ି ଛିନଲୋ ତ ଆପଣମାନେ ଏଇସବୁ ଏଇ ଯେଉଁ ଗୀତ ସବୁ ଏଇ କେବଳ ଯେଉଁଟାକି ଆମେ ହ୍ୟୁମାନ ସାଗର କାଢ଼ିପାରିବ ଟୋଟାଲି ବେକାର ଗୀତ ମୋତେ ଭଲ ଲାଗିଲାନି। ମୁଁ ହନେଷ୍ଟଲି ରିଭ୍ୟୁ କରିବି ମୋତେ ବିଲକୁଲ ଭଲ ଲାଗେନି। ଯଦି ଆପଣମାନଙ୍କୁ ଭଲ ଲାଗିଛି କମେଣ୍ଟ ସେକ୍ସନରେ କୁହନ୍ତୁ ହେଲେ ଗାଳି ଦିଅନ୍ତୁନି ଭାଇ ମାନେ ବିଲକୁଲ ବି ଗାଳି ଦିଅନ୍ତୁନି। ଆପଣମାନେ କଥା ବୁଝନ୍ତୁ ସମସ୍ତଙ୍କର ବି ଅଲଗା ଅଲଗା ଚଏସ୍ ଅଛି କାହାକୁ ଭଲ ଲାଗେ କାହାକୁ ଭଲ ଲାଗିବନି। ମୁଁ ମୋ ମାନେ ଯେଉଁ ରିଭ୍ୟୁଟା ଦେଲି ମୋତେ କି ଏଇଟା ହଁ ମୋତେ ଭଲ ଲାଗିଲାନି ତ ଆପଣମାନଙ୍କୁ ଯଦି ଭଲ ଲାଗୁଛି ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ଏଇ ଗୀତକୁ 5ରୁ କେତେ ରେଟିଂ ଦେବେ ତାହା ବି କମେଣ୍ଟରେ କୁହନ୍ତୁ। ହେଲେ ଭାଇ ଆପଣମାନେ ଏଗ୍ରି କରିବେ କି ନାହିଁ ମୁଁ ଜାଣିନି କିନ୍ତୁ ହ୍ୟୁମାନ ସାଗର ଏଠି ଭଲ କଲେ।